ଦର୍ଶକ ବନ୍ଧୁ, ସିନ୍ଦୁରର ଖେଳରେ ଆପଣମାନେ ଦେଖିବାକୁ ପାଇବେ ରଶ୍ମିର ପୂର୍ବ କଥା କିଛି ମନେ ପଡ଼ିବନି ଓ ସେ ସେମାନଙ୍କୁ ଇଗ୍ନୋର କରି ସେଠାରୁ ଚାଲିଯିବେ। ତାପରେ ରଶ୍ମି ଘରେ ଥିଲାବେଳେ ସେଠାକୁ ମଲ୍ଲିକା ଯିବେ। ପୁଣି ରଶ୍ମି କହିବେ, କାହିଁକି ଆସିଛୁ ଏଠିକି? ତୋର ଏଠି କାମ କ'ଣ? ତାପରେ ମଲ୍ଲିକା କହିବେ, ମୁଁ ରାଜବୀର ସହ ଦେଖା କରିବାକୁ ଆସିଛି। କେଉଁଠି ଅଛନ୍ତି ସେ? ତାପରେ ରଶ୍ମି କହିବେ, ମୁଁ ପଚାରିଲି ପରା, ମୋ ହଜବେଣ୍ଡଙ୍କ ପାଖରେ ତୋର କାମ କ'ଣ? ପୁଣି ମଲ୍ଲିକା କହିବ, କିଛି ଜରୁରୀ କାମ ଅଛି, ଯେମିତିକି ତାଙ୍କର କେବେ ମ୍ୟାରେଜ୍ ହୋଇଥିଲା, କେତେ ବର୍ଷ ପୂର୍ବରୁ ହେଇଥିଲା, କେବେ ଦେଖା ହୋଇଥିଲା ଓ କେଉଁଠି ଦେଖା ହୋଇଥିଲା, ଏହା ସବୁ। ତାପରେ ରଶ୍ମି, ଓହୋ, ତାହେଲେ ତୁ ମୋ ହଜବେଣ୍ଡ ବିରୁଦ୍ଧରେ ସବୁକିଛି ଛାନବିନ କରିବାକୁ ଏଠାକୁ ଆସିଛୁ। ଆଉ କହିବେ, କେତେବେଳେ ତୋ ସ୍ୱାମୀ ଚାଲି ଆସୁଛି ଆଉ କେତେବେଳେ ଏଠିକୁ ତୁ ଚାଲି ଆସୁଛୁ। ଏହାପରେ ମଲ୍ଲିକା ଆଶ୍ଚର୍ଯ୍ୟ ହୋଇ କହିବ, ଅଂଶ ତମ ପାଖକୁ ଦେଖା କରିବାକୁ ଆସିଥିଲେ?